1327 ଅକ୍ଟୋବର ମାସର ସୁନେଲି ସକାଳ 12ଟି ସାମୁଦ୍ରିକ ଜାହାଜ ସିସିଲିର ମେସିନା ବନ୍ଦରରେ ପହଞ୍ଚେ। ସେହି ସାମୁଦ୍ରିକ ଜାହାଜ ଗୁଡ଼ିକ ଯେମିତି ପୁରାପୁରି ନିର୍ଜୀବ ଥିଲା। ଲୋକେ ଦେଖି ଆଶ୍ଚମ୍ବିତ ହୋଇଗଲେ। ଜାହାଜ ଗୁଡ଼ିକ ସିନା ବନ୍ଦରରେ ଆସି ଲାଗିଲା, କିନ୍ତୁ ଯେମିତି ଲାଗୁଥିଲା ସେହି ଜାହାଜ ଗୁଡ଼ିକରେ କେହି ବି ନାହାନ୍ତି। କେହି ଜଣେ ମଧ୍ୟ ଜାହାଜରୁ ଓହ୍ଲାଇଲେ ନାହିଁ କାହିଁକି? କ'ଣ ଜାହାଜ ଗୁଡ଼ିକରେ କେହି ଲୋକ ନାହାନ୍ତି କି? ବନ୍ଦରରେ ଥିବା କିଛି ଲୋକ ଯେତେବେଳେ ଜାହାଜ ଭିତରକୁ ପଶନ୍ତି, ସେମାନେ ସେହି ଜାହାଜ ଭିତର ଦୃଶ୍ୟ ଦେଖିଲା ପରେ ତାଙ୍କର ଯେମିତି ଦେହର ରୁମ ଟାଙ୍କୁରି ଉଠେ। ତେବେ କ'ଣ ପାଇଁ ଜାହାଜ ଗୁଡ଼ିକ ଖାଲି ଦେଖାଯାଉଥିଲା? କ'ଣ ପାଇଁ ଜାହାଜ ଭିତରର ସେହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଓ ତାପରେ ସାରା ୟୁରୋପରେ ଯେମିତି ତ୍ରାହିମାମ ଶୁଭୁଥିଲା? ଏହି ଭିଡ଼ିଓରେ ବିସ୍ତାର ଭାବେ ଜାଣିବା। ତେବେ ନମସ୍କାର, ମୁଁ ଅଭୟ ଆପଣମାନଙ୍କୁ ସ୍ୱାଗତ କରୁଛି ଦ ଓଡ଼ିଆ ମାଗ୍ନେଟର ଆଉ ଏକ ରୋମ ଟାଙ୍କୁରା କାହାଣୀରେ। ତେବେ ଯଦି ଏହି ଭିଡ଼ିଓଟିକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି, ତେବେ ଏବେ ହିଁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅନ୍ କରିଦିଅନ୍ତୁ ଏହିଭଳି ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପାଇବା ପାଇଁ। ତେବେ ଚାଲନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା। ସିସିଲି ବନ୍ଦରରେ ପହଞ୍ଚିଥିବା ସେହି ଜାହାଜ ଗୁଡ଼ିକର ସବୁ କର୍ମଚାରୀମାନଙ୍କୁ ମାରାତ୍ମକ ପ୍ଲେଗ୍ ମହାମାରୀ ହୋଇଥିଲା। ତେଣୁ ସେମାନେ ଅଧମରା ହୋଇ ଜାହାଜ ଭିତରେ ପଡ଼ି ରହିଥିଲେ। କିଏ ପୁରାପୁରି ମରିସାରିଥିଲା ତ ଆଉ କିଏ ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରୁଥିଲା। ଧୀରେ ଧୀରେ ଲୋକେ ସାହସ କରି ଜାହାଜ ଭିତରକୁ ଗଲେ ଓ ଜାହାଜରୁ କର୍ମଚାରୀମାନଙ୍କୁ ବାହାର କଲେ। ସେଥିରୁ କିଛି ମରିସାରିଥିଲେ, କିଛି କଷ୍ଟରେ ଜୀବନ ବିକଳରେ ଚିତ୍କାର କରୁଥିଲେ। ତେବେ ସେହି 12ଟି ଜାହାଜ ସାରା ୟୁରୋପର ଜଳବାୟୁକୁ ପରିବର୍ତ୍ତନ କରିଦେଇଥିଲା। ୟୁରୋପର ଚାରିଆଡ଼େ ଏହି ପ୍ଲେଗ୍ ମହାମାରୀ ବିଜୁଳି ବେଗରେ ଖେଳିଗଲା। ଲୋକମାନେ କିଛି ବୁଝିପାରିଲେ ନାହିଁ କି ଜାଣିପାରିଲେ ନାହିଁ। ସେତେବେଳେ ୟୁରୋପରେ ଏତେ ପରିମାଣର ଡାକ୍ତରମାନେ ନଥିଲେ। ୟୁରୋପରେ ଶିକ୍ଷାର ଅଭାବ ଥିଲା। ଲୋକେ ଶିକ୍ଷିତ ନଥିଲେ। ତେଣୁ ସେହି ପ୍ଲେଗ୍ ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଲା। ଯେଉଁମାନେ ବି ବଞ୍ଚିଥିଲେ ସେମାନଙ୍କର କେତେବେଳେ କ'ଣ ହେବ ତାହା ସେମାନେ ଜାଣିନଥିଲେ। ସେଠାକାର ବାସିନ୍ଦାମାନେ ଭାବି ସାରିଥିଲେ କି ଏମିତି ହୋଇ ପୃଥିବୀ ଧ୍ୱଂସ ପାଇଯିବ। ଏହା ଭଗବାନଙ୍କର ଇଚ୍ଛା ଯୋଗୁଁ ହେଉଛି। ତେଣୁ ସେମାନେ ଭଗବାନଙ୍କର ପୂଜା ଅର୍ଚ୍ଚନା କଲେ, ଚାରିଆଡ଼େ ଭଗବାନଙ୍କର ପ୍ରଚାର କଲେ କି ଏହି ମହାମାରୀରୁ ଆମକୁ କେବଳ ଭଗବାନ ହିଁ ବଞ୍ଚାଇ ପାରିବେ। ତେବେ ଏହି ମହାମାରୀ ୟୁରୋପରେ ପହଞ୍ଚିଲା କେମିତି? ଯଦି ଦେଖାଯାଏ, ସେତେବେଳେ ୟୁରୋପର ଅବସ୍ଥା ଏତେଟା ଭଲ ନଥିଲା। ପ୍ରାକୃତିକ ବିପର୍ଯ୍ୟୟ ତଥା ମହାମାରୀ ଏବଂ ସଂକ୍ରାମକ ରୋଗ ୟୁରୋପରେ ମଧ୍ୟ ଦେଖା ଦେଇଥିଲା। ପ୍ଲେଗ୍ ମହାମାରୀ ପୂର୍ବରୁ ଉତ୍ତର ୟୁରୋପରେ ଖାଦ୍ୟ ସଙ୍କଟର ଅଭାବ ଦେଖା ଦେଇଥିଲା। ବର୍ଷ 1310 ପରେ ୟୁରୋପର ଜଳବାୟୁରେ ପରିବର୍ତ୍ତନ ହୋଇଚାଲିଲା। ଚାଷବାସ ଉପରେ ପ୍ରଭାବ ପଡ଼ିଲା ଏବଂ ଏପଟେ ୟୁରୋପର ପପୁଲେସନ୍ ମଧ୍ୟ ବଢ଼ି ଚାଲିଥିଲା। ଯାହାର ଆଶଙ୍କା କରାଯାଉଥିଲା ସେଇଆ ହେଲା। ବର୍ଷ 1315ରେ ଯେଉଁ ସିଜିନ୍ରେ ବର୍ଷା ହୁଏ ନାହିଁ, ସେହି ସିଜିନ୍ରେ ମଧ୍ୟ ପ୍ରଚୁର ପରିମାଣରେ ବର୍ଷା ହେଲା ଏବଂ ଶୀତ ଋତୁରେ ମଧ୍ୟ ମାସ ମାସ ଧରି ଶୀତ ଲାଗି ରହିଲା। କୁହାଯାଏ କି ସେତେବେଳେ ଯାହା ପାଖରେ ଖାଦ୍ୟ ସାମଗ୍ରୀ ଥିଲା ସେ ମନ ଇଚ୍ଛା ରେଟ୍ରେ ବିକୁଥିଲା। ଯିଏ ଟିକିଏ ଗରିବ ଶ୍ରେଣୀର ଥିଲା, ସେମାନେ ଭୋକରେ ମରିବା ପାଇଁ ମଜବୁର ଥିଲେ। ଭୋକ ଅନାହାରରେ ଲୋକ ପୋକମାଛି ପରି ମରୁଥିଲେ। ଏଥିରୁ ମୁକୁଳିବାଟା ପ୍ରାୟତଃ ଅସମ୍ଭବ ଥିଲା। କିନ୍ତୁ ତାପରେ ମଧ୍ୟ ୟୁରୋପ ଏହି ଅସୁବିଧାକୁ ଆୟତ୍ତ କରି ଆସୁଥିଲା ଏବଂ ଏହାପରେ ଆସିଲା ପ୍ଲେଗ୍ ମହାମାରୀ, ଯାହାକୁ ବ୍ଲାକ୍ ଡେଥ୍ ମଧ୍ୟ କୁହାଯାଏ। ଏହା ଇତିହାସର ସବୁଠାରୁ ଭୟଙ୍କର ମହାମାରୀ। ଏହି ମହାମାରୀ ଚୀନରୁ ଆରମ୍ଭ ହୋଇଥିଲା। ସେହି ସମୟରେ ଚୀନରେ ଏହି ପ୍ଲେଗ୍ ମହାମାରୀ ବିସ୍ତାର ହୋଇସାରିଥିଲା। ବର୍ଷ 1340 ପରେ ଏହି ମହାମାରୀ ଚୀନରୁ ଚାରିଆଡ଼େ ବିସ୍ତାରିତ ହୋଇଥିଲା। ବ୍ୟାପାର ବାଣିଜ୍ୟ ପାଇଁ ମଧ୍ୟ ଏସିଆ ଏବଂ ଦକ୍ଷିଣ ୟୁରୋପ ମଧ୍ୟରେ ସ୍ଥଳ ଓ ଜଳ ମାଧ୍ୟମରେ ସିଲ୍କର ବ୍ୟାପାର କରାଯାଉଥିଲା ଏବଂ ଏହି ବେପାରୀମାନଙ୍କ ଦ୍ୱାରା ଏହା ୟୁରୋପ ପହଞ୍ଚିଥିଲା। ପ୍ଲେଗ୍ ରୋଗର ସଂକ୍ରାମକ ଜୀବାଣୁ ମୂଷାମାନଙ୍କ ସହ 1346ରେ ଚୀନର କ୍ରିମିଆରେ ପହଞ୍ଚିଥିଲେ ଏବଂ କ୍ରିମିଆରୁ ସାମାନ ଭରା ଜାହାଜ ସବୁକୁ ଇଟାଲୀର ସିସିଲି ବନ୍ଦରକୁ ପଠାଗଲା। ପ୍ଲେଗ୍ର ଏହି ଜୀବାଣୁ ମୂଷାମାନଙ୍କ ସହ ଜାହାଜକୁ ଚାଲି ଆସିଥିଲେ ଏବଂ ଜାହାଜରେ ଥିବା କର୍ମଚାରୀମାନଙ୍କୁ ଏହି ପ୍ଲେଗ୍ ରୋଗ ଧୀରେ ଧୀରେ ବ୍ୟାପିଲା ଓ ପୁରାପୁରି ସବୁ କର୍ମଚାରୀମାନଙ୍କୁ କବଜ କରିଦେଇଥିଲା। ତେବେ ଫ୍ରେଣ୍ଡସ୍, ଏହି ଭିଡ଼ିଓଟି କେମିତି ଲାଗିଲା ତାହା କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓକୁ ଲାଇକ୍ ସେୟାର କରିବେ। ମୁଁ ଉପସ୍ଥିତ ହେବି ଆଉ ଏକ ଭିଡ଼ିଓରେ। ଧନ୍ୟବାଦ। ଜୟ ଜଗନ୍ନାଥ।